सत्य भग्न करने को हे राम कदाचित प्रस्तुत नुहे गोटे कथा कहबी माँ ए रामर अनुरोध रक्षा करेंगे मुसीना अरण्य मध्य को जाऊँगी मोर सानुटे लक्ष्मणशिला अरण्य मध्य को जाऊँगी भरत बराई अयोध्या राजसिंहासन अभिषिक्त हो सी कौन आप पुत्र नुहे कहतु माँ सी कौन आप पुत्र नुहे जेते कहिले तू मथा देखी न राम
ଏ ରାମ ପରା ଅରଣ୍ୟ ମଧ୍ୟକୁ ଯାଉଛି। ଯିବା ସମୟରେ ଆପଣ କ୍ରନ୍ଦନ କରୁଛନ୍ତି? ନାଇଁ ମା, ଆପଣ କ୍ରନ୍ଦନ କରନ୍ତୁନି। ବିଧାତା ଭଲ ଲେଖନରେ ରାମର ଯାହା ଲେଖିଛନ୍ତି ତାହା ହିଁ ଘଟୁଛି। ଏଥିରେ କାହାର ବି ଦୋଷ ନାହିଁ ମା। ମା, ଏ ରାମ ଅରଣ୍ୟ ମଧ୍ୟକୁ ଚାଲିଯିବ। ଯେତେବେଳେ ରାମର କଥା ଆପଣଙ୍କର ମନେ ପଡିବ, ସେତେବେଳେ ମୋ ପ୍ରାଣ ପ୍ରତିମ ଭରତ ମୁଖ ଦର୍ଶନ କରିବେ। ଆପଣଙ୍କୁ ନିଶ୍ଚିତ ଅନୁଭୂତ ହେବ ଯେ ଆପଣଙ୍କର ସୁନ୍ଦର ଲହୁଣୀ ରାମ ଆପଣଙ୍କ ନିକଟରେ ଅଛି। ଯେତେବେଳେ ବି ରାମର କଥା ଆପଣଙ୍କର ମନେ ପଡିବ, ଯେତେବେଳେ ବି ଆପଣଙ୍କୁ ଲାଗିବ ଏ ରାମକୁ କ୍ଷୁଧା ଅନୁଭୂତ ହେଉଥିବ, ସେତେବେଳେ ମୋର ପ୍ରାଣ ପ୍ରତିମ ଭରତକୁ ଆପଣ ଖାଇବାକୁ ଦେବେ। ସେତେବେଳେ ଆପଣଙ୍କୁ ଲାଗିବ ଏ ରାମକୁ ଆପଣ କ୍ଷୁଧା ନିବାରଣ କରିବା ପାଇଁ ଆପଣଙ୍କ ହସ୍ତରେ କ୍ଷୁଧାକୁ ଭୋଜନ ଦେଉଛନ୍ତି। ଆପଣ ଜନ୍ମ ଦେଇଛନ୍ତି ସିନା, ହେଲେ ତ କର୍ମ ଦେଇନାହାନ୍ତି ମା। କର୍ମର ବିଧାତାକୁ ଆଦରି, ବିଧାନକୁ ଆଦରି ଏ ରାମ ଆଜି ଅରଣ୍ୟକୁ ଯିବାକୁ ପଡିବ ମା। ମତେ ହସି ହସି ବିଦାୟ ଦିଅନ୍ତୁ। 14 ବର୍ଷର କଣ୍ଟକିତ ପଥର ସତ୍ୟକୁ ପରିସମାପ୍ତି କରି ପୁନର୍ବାର ଆପଣଙ୍କୁ କୋଳକୁ ଫେରି ଆସୁ ମା, ଫେରି ଆସୁ। এই আশীর্বাদ করନ୍ତୁ মা। ପ୍ରବୋଧ କରି ମାତାଙ୍କୁ ସୀତାଙ୍କୁ ତିଆରି ମାତାଙ୍କୁ ସେ ଗୁଣ ଥିବ ମନ ଜାଣି କରି শীতে রাত্র পাহিଥିଲେ অযোধ্যা রাজসিংহাসନରେ ମୁଁ ହେଇଥାନ୍ତି ଚକ୍ରବର୍ତ୍ତୀ ସମ୍ରାଟ। ଅଯୋଧ୍ୟାର ରାଜମୁକୁଟ ମୋ ମସ୍ତକରେ ଶୋଭା ପାଉଥାନ୍ତା, ଏହା ସତ୍ୟ। ଆଉ ତୁମେ ହେଇଥାନ୍ତ ମୋର ପାଟରାଣୀ, ଏହା ସତ୍ୟ ଥିଲା ନା? ନା ସୀତେ, ଏହା ହେଉଛି ଭାଗ୍ୟର ବିଡ଼ମ୍ବନା। ଜାଣ କ'ଣ ହୋଇଛି? କଣ ହୋଇଛି ପ୍ରଭୁ? ସୀତେ, ଏ ରାମ ଅଯୋଧ୍ୟାର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ 14 ବର୍ଷ ପାଇଁ ଅରଣ୍ୟକୁ ଚାଲି ଯାଉଛି। ପ୍ରଭୁ, ଏ ରାମ ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ତାର ସାନୁଜ ଭରତ ଏ ଅଯୋଧ୍ୟାର ରାଜସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ଅଭିଷିକ୍ତ ହେଉଛି। ସୀତେ, ନା ପ୍ରଭୁ, ସୀତେ, এই কথা সত্য কেবে হইল পারে? ସତ୍ୟ ସୀତେ। না প্রভু, ଜାଣ, ମଧ୍ୟମ ମାତା କୈକେୟୀ ପିତାଙ୍କୁ ସତ୍ୟ କରାଇ 2ଟି ସତ୍ୟ ମାଗି ନେଇଛନ୍ତି, 2ଟି ବର ମାଗି ନେଇଛନ୍ତି। ଜାଣ ସୀତେ, ତୁମେ ତ ଜାଣିଛ ଏ ଅଯୋଧ୍ୟାର ନୀତି ନିୟମ ବିଷୟରେ। ଯେଉଁ ପର୍ଯ୍ୟନ୍ତ ଏ ରାମପିଣ୍ଡରେ ପ୍ରାଣ ଅଛି, ସେ ପର୍ଯ୍ୟନ୍ତ ପିତୃ ସତ୍ୟକୁ ପାଳନ କରିବା ରାମ ପାଇଁ ଏକ ଉଦ୍ଦିଷ୍ଟ କାର୍ଯ୍ୟ। ଯେଉଁ ପର୍ଯ୍ୟନ୍ତ ଏ ରାମପିଣ୍ଡରେ ପ୍ରାଣ ଅଛି, ପିତା ସତ୍ୟକୁ ଭଗ୍ନ କରିବା ମୋ ପାଇଁ ପାପ ହେବ। ହେଲେ ଅରଣ୍ୟ ମଧ୍ୟକୁ ଯିବି, ଏହା ତ ସତ୍ୟ। କିନ୍ତୁ ଯିବା ପୂର୍ବରୁ ତୁମକୁ କିଛି ଆଦେଶ ଦେଉଛି। ତୁମର ଏ ପତି ପରମେଶ୍ୱରଙ୍କର ଆଦେଶ ମାନିବା ନିତ୍ୟାନ୍ତ ଆବଶ୍ୟକତା ଅଛି। আদেশ কଣ প্রভু? କହୁଛି ସୀତେ, ପ୍ରତ୍ୟେକ ମା ଚାହାନ୍ତି ବୃଦ୍ଧା ଅବସ୍ଥାରେ ତାଙ୍କ ପୁତ୍ର ତାଙ୍କ ନିକଟରେ ସେବା ଶୁଶ୍ରୂଷା କରୁ। ଯେତେବେଳେ ପିତୃ ସତ୍ୟକୁ ପାଳନ କରି ମୁଁ ଅରଣ୍ୟକୁ ଚାଲି ଯାଇଥିବି, ସେତେବେଳେ ସେବା କରିବା ପାଇଁ ରାମ ପିତାଶ୍ରୀ ଏବଂ ମାତାଶ୍ରୀଙ୍କ ନିକଟରେ ନଥିବ। না প্রভু, ତେଣୁକରି ତୁମକୁ ମୁଁ ଆଦେଶ ଦେଉଛି ସୀତେ, ଯେପରି ଏ ରାମର ଅନ୍ତର ମୋ ପିତାମାତା କେବେ ବି ହେଲେ ଜାଣିପାରନ୍ତି ନାହିଁ। ଯେଉଁ ପର୍ଯ୍ୟନ୍ତ ଏ ରାମ 14 ବର୍ଷ କଣ୍ଟକିତ ପଥର ପଥିକ ସାଜି ଏ ସତ୍ୟକୁ ପାଳନ କରି ଅଯୋଧ୍ୟାକୁ ଫେରି ନ ଆସିଛି,
ସେ ପର୍ଯ୍ୟନ୍ତ ପିତାଶ୍ରୀ ଏବଂ ମାତାଶ୍ରୀଙ୍କ ସେବାରେ ତୁମେ କେବେ ବଞ୍ଚିତ ହେବନି। ଶୁଣିନ ସୀତାଙ୍କ ମୁଠୁ କସ୍ତୁରୀ ବଚନ ଚନ୍ଦନ ଯେପରି ଶୀତଳତା ପ୍ରଦାନ କରିଥାଏ ଠିକ୍ ସେହିପରି ଆପଣଙ୍କ ଉପସ୍ଥିତି ମଧ୍ୟ ମୋତେ ଶୀତଳତା ପ୍ରଦାନ କରିଥାଏ। ଆପଣ ହେଉଛନ୍ତି ସୀତା ହୃଦୟର ଚନ୍ଦନ। ଆପଣଙ୍କୁ କ୍ଷଣେ ନ ଦେଖିଲେ ମୁଁ ଅନ୍ଧୁଣୀ ହୋଇଯାଏ ପ୍ରଭୁ। ତେବେ ଆପଣ 14 ବର୍ଷ ପର୍ଯ୍ୟନ୍ତ ମୋତେ ଅନ୍ଧୁଣୀ କରି କିପରି ମୋତେ ଛାଡ଼ି ଯିବାକୁ ବାହାରିଛନ୍ତି। ମୁଁ ଅନୁରୋଧ କରୁଛି ପ୍ରଭୁ, ଆପଣ ଯେଉଁଠିକି ଯିବେ ମୋତେ ସେଇଠିକି ନେଇଯାଆନ୍ତୁ। ବସନ ଭୂଷଣ ଅଳଙ୍କାର ଶୟନ ଭୋଜନ ଲାଗେ ବିଷ ପରକାର ତୁମ୍ଭେ ଜୀବନ ମୋର।
ଆପଣଙ୍କ ବିନା ମୋତେ ଶୟନ ଭୋଜନ ମଧ୍ୟ ବିଷ ପ୍ରକାର ପ୍ରତୀତ ହୋଇଥାଏ। ତେବେ କିପରି ମୁଁ ଆପଣଙ୍କ ବିନା ବଞ୍ଚିବି? ଥରେ ଭାବନ୍ତୁ ପ୍ରଭୁ। କରି ଜିଣି ନୃପତି କୁଳକୁ ମତେ ବିଭା ହୋଇ କଥା ରଖିଲ କାଳକୁ ହେ ମତେ ନିରାଶନ କର। ଦୂର କଲେ ମୁହିଁ ହୋଇବି କାହାର ମତେ ନିରାଶନ କର। ସ୍ୱାମୀ ଯେତେବେଳେ ଜନକପୁରେ ଲକ୍ଷେ ରାଜନ ଶିବଧନୁକୁ ସ୍ପର୍ଶ କରିପାରିନଥିଲେ ସେତେବେଳେ ଆପଣ ଶିବ ସରାସନରେ ଗୁଣ ଚଢ଼ାଇ ମୋତେ ବିବାହ କରିଥିଲେ ଏବଂ ସେହି କଥା କାଳ କାଳକୁ ରହିଯାଇଥିଲା। ଆଜି ସେହି କଥାକୁ କିପରି ଭାଙ୍ଗିବାକୁ ବସୁଛନ୍ତି? ମୁଁ କିଛି ଚାହୁଁନି ପ୍ରଭୁ। ଆପଣ ଯେଉଁଠାକୁ ଯିବେ ମୁଁ ସେଠାକୁ ଯିବାକୁ ଚାହୁଁଛି। ଜାଗାରେ କାନ୍ତରେ ଜାନୁ ପରେ ଗୋସାଇ ପ୍ରଦୀପ କରି ଛୁଇଁଲି ଅମରେ ହେନ ରଘୁକୁଳ ଚନ୍ଦ୍ର। সঙ্গে ন নেলে কথা হব বড় মনে হেন রঘুকুল চন্দ্র। ପ୍ରଭୁ ମଧୁଶଯ୍ୟା ରାତ୍ରରେ ଆପଣ ଆପଣଙ୍କ ଦକ୍ଷିଣ ଚାନୁରେ ବସାଇ କନକ ପ୍ରଦୀପକୁ ସାକ୍ଷ୍ୟ କରି ମୋତେ ପ୍ରତିଜ୍ଞା କରି କହିଥିଲେ କି ଆପଣ ଆଜୀବନ ଏକପତ୍ନୀ ବ୍ରତ ପାଳନ କରିବେ। ଆଜି ସେହି ଏକପତ୍ନୀକୁ କିପରି ଆପଣଙ୍କ ଠାରୁ ଦୂରେଇ ଦେଉଛନ୍ତି? ଏହା କ'ଣ ମୋ ପକ୍ଷେ ନ୍ୟାୟ ହେଉଛି? ରାମ ବୋଲନ୍ତି ସୁନ୍ଦରୀ ତୃଣ ବହୁତର। রাক্ষস বন জীবনে অতি ভয়ঙ্কর ন আসব চন্দ্রমুখী। কেমন্তে বঞ্চিত ফল মূল খাই সখী ন আসব চন্দ্রমুখী। ତୁମେ କହିବା ଅନୁସାରେ ତମର ସମସ୍ତ କଥା ମୁଁ ଶ୍ରବଣ କଲି। ଯେଉଁ ପର୍ଯ୍ୟନ୍ତ ତୁମେ ମିଥିଳାରେ ରାଜର୍ଷି ଜନକଙ୍କର ପାଳିତ କନ୍ୟା ହିସାବରେ ଥିଲ ସେତେବେଳେ ତୁମେ ଥିଲ ରାଜକନ୍ୟା। ତୁମ ମିଥିଳା ଦେଶରେ ଯେତେବେଳେ ଲକ୍ଷେ ରାଜାଙ୍କ ଗର୍ଭକୁ ଗଞ୍ଜନ କରି ତୁମର ପାଣି ଗ୍ରହଣ କଲି ତୁମେ ହେଲ ଏ ଅଯୋଧ୍ୟାର କୁଳବଧୂ। ହେଲେ ହେଲେ ଏ ସମସ୍ତ ରାଜସୁଖକୁ ପରିତ୍ୟାଗ କରି ତୁମେ ମୋ ସାଙ୍ଗରେ ଅରଣ୍ୟ ଯିବାକୁ କହୁଛ ସୀତେ? ନା, ସେଠାରେ ଫଳମୂଳ ଖାଇ କିପରି ଜୀବନ ବଞ୍ଚିବ ସୀତେ? ସେଠାରେ ଅନେକ ଭୟଙ୍କର ରାକ୍ଷସ ମାନଙ୍କର ବାସସ୍ଥାନ। ଯେତେବେଳେ ତୁମେ ତାଙ୍କୁ ସନ୍ଦର୍ଶନ କରିବ ଏବଂ ତାଙ୍କର ବିକଟାଳ ରଡ଼ିକୁ ଶ୍ରବଣ କରିବ ସେତେବେଳେ ତୁମେ କ'ଣ ନିଜକୁ ସମ୍ଭାଳି ପାରିବ ସୀତେ? ନା। প্রয়োজন কাহিরে মনাই রঘুনাথ আজ্ঞা হেউ স্বামী জীবী
ତାର ସର୍ବସ୍ୱ ହେଉଛି ତାର ସ୍ୱାମୀ। ଜାଣେ ସୀତେ ଯଦି ଆପଣ ମୋ ପାଖରେ ରହିବେନି ଏ ସମସ୍ତ ରାଜଭୋଗ ରାଜଉଆସ ଥାଇ ମୋ ପାଖରେ କି ପ୍ରୟୋଜନ ପ୍ରଭୁ? ଜାଣ ସୀତେ ପ୍ରଭୁ ଯେତେବେଳେ ତୁମର ପାଣି ଗ୍ରହଣ କଲି ତୁମକୁ ବିବାହ କଲି ସେତେବେଳେ ତୁମର ପିତାଙ୍କୁ ମୁଁ କଣ କଥା ଦେଇଥିଲି ଜାଣ? ସେତେବେଳେ ତୁମ ପିତାଶ୍ରୀଙ୍କୁ କଥା ଦେଇଥିଲି ଆପଣଙ୍କର କନ୍ୟାର କେବେ ବି କଷ୍ଟ ମୁଁ ସହ୍ୟ କରିପାରିବିନି। ଯେତେବେଳେ ପିତୃ ସତ୍ୟ ପାଳନ କରି ରାମ 14 ବର୍ଷ ପାଇଁ ଅରଣ୍ୟଗାମୀ ହେଉଛି ମୁଁ ତ କଣ୍ଟକିତ ପଥର ପଥିକ ବି ଏହା ସତ୍ୟ, କିନ୍ତୁ ତୁମେ ପରା ହେଉଛ ମୋର ଅର୍ଦ୍ଧାଙ୍ଗିନୀ, ତୁମେ ପରା ହେଉଛ ମୋର ପ୍ରାଣ। ତୁମେ ଯଦି କଷ୍ଟ ପାଇବ ରାମକୁ ନିଶ୍ଚିତ କଷ୍ଟ ହେବ ସୀତେ। ବଜ୍ରପାତ ଝଞ୍ଝାବାତ କର ତାକୁ ଧରି ଆରେ ବିଜାତ କବଲ ଜାଣ ହେତୁ କରି ବିଜ୍ଞଟନ୍ତି ଆପଣ। প্রভু ছাড়ি দাসীর কি গতির পুরাণ বিজ্ঞটন্তি আপন। প্রভু ଆପଣ ହେଉଛନ୍ତି ସର୍ବଜ୍ଞ, ଆପଣଙ୍କୁ କଣ ବା ଅଜ୍ଞ? ନଦୀ ନଈ ନାଳ ସମୁଦ୍ର ସାଗର ଚାରିଆଡେ ଜଳ ପରିପୂର୍ଣ୍ଣ ଥାଇ ମଧ୍ୟ ଚାତକ କେବେ ବି ସେଥିରୁ ଜଳପାନ କରିନଥାଏ। ସେ ତାର ତୃଷାକୁ ମେଣ୍ଟେଇବା ପାଇଁ ଚାତକ ପକ୍ଷୀ ପରି ବର୍ଷା ଜଳକୁ ସଦା ସର୍ବଦା ଚାହିଁ ରହିବ। ଠିକ ସେହିପରି ପ୍ରଭୁ ଯଦି ଆପଣ କଣ୍ଟକିତ ପଥର ପଥିକ ସାଜିକ ହେବେ ମୁଁ ମଧ୍ୟ ଆପଣଙ୍କ ସହିତ ଯିବାକୁ ରାଜି ଅଛି। କୁହ ସୀତେ ଅରଣ୍ୟରେ ଯେତେ ବିପଦ ଆପଦ ଆସିଲେ ମଧ୍ୟ ମୁଁ ତିଳେ ମାତ୍ର ଭୟ ନ କରି ଆପଣଙ୍କ ସେବା କରିଥିଲି ପ୍ରଭୁ। ମୁଁ କାହିଁକି ବା ଭୟ କରିବି ପ୍ରଭୁ? ଆପଣ ମୋ ସହିତ ଥିବେ, କାହାକୁ ବା ଭୟ କରିବି? ମୁଁ ଅନୁରୋଧ କରୁଛି ପ୍ରଭୁ ଏ ଦାସୀକୁ ପ୍ରଭୁଙ୍କ ସହିତ ଯିବାକୁ ଅନୁମତି ଦିଅନ୍ତୁ। ସୀତା ବାଣୀ ଶୁଣି ରାମ ମୌନ ହୋଇଲେ। କୌଶଲ୍ୟାକୁ ଓଳଗି ଯହୁଁ ବାହାରିଲେ, ରାଣୀ ଧରି ସୀତାଙ୍କର। ଯିବା ପାଇଁ ଆଦେଶ ଦିଅନ୍ତୁ ମା। ସୀତା ପୁତ୍ର ତ ଯାଉଥିଲା, ପରିଶେଷରେ ତୁ ବି କଣ୍ଟକି ଯିବାକୁ ଚାହିଁଲୁ। ଏସବୁ ଦେଖିବା ପୂର୍ବରୁ ମୋ ପିଣ୍ଡରୁ ପ୍ରାଣ କାଢିକି ନାଇଁ ମା, ହେଉପା ତୁ ଯଦି ଯିବୁ ତୁ ଯିବା ପୂର୍ବରୁ ମୋର କିଛି ଅନୁରୋଧ ଅଛି। କୌଶଲ୍ୟା କହନ୍ତି ଯେ ଶୁଣରେ କଲ୍ୟାଣୀ।
ବିଷ ପାଇଁ ଯଦି ଚାହୁଁଛୁ ତାହେଲେ ମୁଁ ଖାଇବା ମନା କରିବି। ରକ୍ଷା କରିବି। ପିତୃ ସତ୍ୟକୁ ପାଳନ କରି ମୋ ପୁତ୍ର ରାମ ଯାଉଛି ଅରଣ୍ୟକୁ। ସେ ହେଉଛି ତୋର ପତି। ମୁଁ ତା ବିଷୟରେ କିଛି କହିବାକୁ ଚାହୁଁନି। ହେଲେ ଲକ୍ଷ୍ମଣ ଯାଉଛି ବନକୁ। ତା ପାଇଁ ସତ୍ୟ ରକ୍ଷାରେ ମା ସେ ଭାଇରେ ସ୍ନେହକୁ ଛାଡ଼ି ନ ପାରି ଆଜି ସେ ବନଗାମୀ ହେବାକୁ ବାହାରିଛି। ତେଣୁ ମୋର ଗୋଟେ ଅନୁରୋଧ, ଲକ୍ଷ୍ମଣକୁ ତୁ ସେଠାରେ ମାତୃର ସ୍ନେହ ଦବୁ। ଏଇ କଥାକୁ ତୁ ଯେମିତି କେବେ ହେଲେ ତୁ ଭୁଲି ନ ପାରୁ। ଆଉ ଗୋଟେ କଥା କହୁଛି ବାସୁ, ବନବାସୀ ପଚାରିଲେ କହିବୁ ଏ ବାଣୀ। ମୋହର ଶାଶୁ ଶ୍ୱଶୁର ସମସ୍ତେ ମଲେଣି, କିନ୍ତୁ ଅଯୋଧ୍ୟା ମାରିତ୍ର। ଯଦି ସେ ବନବାସୀ ତତେ ପଚାରନ୍ତି ତୋ ଶାଶୁ ଶ୍ୱଶୁର କେମିତି ଅଛନ୍ତି, କଣ କହିବୁ ମା ଜାଣି? ତାଙ୍କୁ କହିବୁ ମୋ ଶାଶୁ ଶ୍ୱଶୁର କେହି ନାହାନ୍ତି, ସମସ୍ତେ ମରିଯାଇଛନ୍ତି। ଆଉ କଣ କହିବି? ଆଉ ଗୋଟେ କଥା ମା, ବନରେ ରାମକୁ କୌଣସି ଅପୂର୍ବ ଜିନିଷ ମାଗିଥିଲେ ମା, ଏଇ କଥାକୁ ଯେମିତି ତୁ ମନେ ରଖିବୁ। ଯାଉଛି ଲୋ ମା, ଯିବା ପୂର୍ବରୁ ଏହି ଶେଷ ଥର ପାଇଁ ଆପଣ ମତେ ଆଶୀର୍ବାଦ କରନ୍ତୁ। ଏ ରାମ ଆପଣଙ୍କୁ ଆଶୀର୍ବାଦ ଭିକ୍ଷା କରୁଛି। ଯେପରି ମୋର ସାନୁଜ ଲକ୍ଷ୍ମଣ ଏବଂ ସୀତାଙ୍କୁ ନେଇ ଅରଣ୍ୟ ମଧ୍ୟରେ ଶୁଭରେ ଚତୁର୍ଦ୍ଦଶରେ ସତ୍ୟ ପ୍ରତିପାଳିତ ହେଇଯାଉ ଏବଂ ଚତୁର୍ଦ୍ଦଶ ବନକୁ ସାରି ଆପଣଙ୍କ ନିକଟକୁ ହିଁ ରାମ ଫେରି ଆସୁ। ଆପଣ କୋଳରେ ବସାଇ ଚୁମ୍ବନ କରିବେ। ମତେ ଆଶୀର୍ବାଦ କରନ୍ତୁ ମା, ମତେ ଆଶୀର୍ବାଦ କରନ୍ତୁ। ବଶିଷ୍ଠ ଶୁଣନ୍ତେ ଧ୍ରୁବ ସାନୁକୁ ଗମିଲେ। ରାମ ଅଭିଷେକ ହେବେ ପରା ପଚାରିଲେ। ବଶିଷ୍ଠ ମୁଖକୁ ଚାହିଁ କହନ୍ତି ରାଜନ। କୈକେୟୀ ପିଶାଚୀ ହୋଇ ନେଲା ମୋ ଜୀବନ। ସମ୍ରାଟ ଗୁରୁଦେବ, ରାତ୍ରରେ ଶୟନ କରିଥିବା ଅବସ୍ଥାରେ ଦୂତ ଦ୍ୱାରା ମୋ ନିକଟକୁ ଆପଣ ବାର୍ତ୍ତା ପଠାଇଥିଲେ। କଣ ହେଇଛି ସମ୍ରାଟ? ସର୍ବକୁଶଳ ତ? ରାମ ରାଜ୍ୟ ଉପରେ ଅଭିଷେକ ହେବା ପାଇଁ ସର୍ବ ଆୟୋଜନ ସମ୍ପୂର୍ଣ୍ଣ ହୋଇଯାଇଛି ତ? ନାହିଁ ଗୁରୁଦେବ, ଆପଣ ଯାହା ଭାବୁଛନ୍ତି ସେ ସମ୍ପୂର୍ଣ୍ଣ ଭୁଲ। ରାତ୍ର ପାଇଥିଲେ ମୋ ରାମ ହୋଇଥାନ୍ତା ଅଯୋଧ୍ୟାରେ ରାଜା। ହେଲେ
ପୂର୍ବରୁ ମୋ ରାମ ଅଯୋଧ୍ୟାରେ ନଥିବ ଗୁରୁଦେବ। କଣ ହେଇଛି ସମ୍ରାଟ? ମୋ ରାମ 14 ବର୍ଷ ପାଇଁ ବନବାସୀ ଜୀବନ ଯାପନ କରିବ। କାହିଁକି ଗୁରୁଦେବ? କାହିଁକି ଜାଣିଛନ୍ତି ଗୁରୁଦେବ? ମୁଁ ଗୋଟାଏ ନାରୀକୁ ବିଶ୍ୱାସ କରି ସେ ମୋତେ ଆଜି ବିଶ୍ୱାସଘାତକତା କରିଛି। ଆଉ ସେ ନାରୀ ହଉଛି ମୁଁ ଯାହାକୁ 750 ନାରୀ ମଧ୍ୟରେ ସବୁଠୁ ବେଶୀ ଭଲ ପାଉଥିଲି। ସବୁରି କଥାରେ ତାକୁ ମୁଁ ବିଶ୍ୱାସ କରୁଥିଲି। ସେଇ ନାରୀ କୈକେୟୀ ଆଜି ମୋ ବିଶ୍ୱାସରେ ବିଷ ଦେଇଯାଇଛି। କଣ ହେଇଛି ସମ୍ରାଟ? ଆପଣଙ୍କ ମୁଖମଣ୍ଡଳରେ ବିଷାଦର ଛାୟା, ଆପଣ କ୍ରନ୍ଦନ କରୁଛନ୍ତି। କଣ ହେଇଛି? କହିବାକୁ ବାଧ୍ୟ ହେଲେ ମଧ୍ୟ କହିବା ପାଇଁ ମୋ କଣ୍ଠ ରୁଦ୍ଧ ହେଇଯାଉଛି ଗୁରୁଦେବ। এই ପୂର୍ଣ୍ଣିମା ଚନ୍ଦ୍ରରେ ଆଜି ଅମାବାସ୍ୟାର କଳଙ୍କ ରହିଯାଇଛି ଗୁରୁଦେବ। କିପରି କହିବି? ଏ ପିତୃତ୍ୱ ହୃଦୟରେ ପୁତ୍ରର କଥା କିପରି କହିବି? ତଥାପି କହିବାକୁ ବାଧ୍ୟ ହେଉଛି ଗୁରୁଦେବ। ମୋ ରାମ ଅଯୋଧ୍ୟାରେ ରାଜା ହେବା ପରିବର୍ତ୍ତେ ଏ ଡାକିନୀ ପିଶାଚୀ, ଏ ନାରୀ ନୁହେଁ ରାକ୍ଷସୀ ମୋ ରାଣୀ କୈକେୟୀ ତାକୁ 14 ବର୍ଷ ପାଇଁ ବନବାସ ପଠେଇ ଦଉଛି। ହେଲେ ସମ୍ରାଟ, ଏଭଳି ଗୋଟିଏ ସର୍ତ୍ତ ରଖିବା ପୂର୍ବରୁ ଆପଣଙ୍କର ବିଚାର କରିବା ଉଚିତ ଥିଲା। ନାରୀର କଥା ନ ଶୁଣି